କ୍ୟାଲୋରି ମାନେ କଣ? ଧରି ନିଅ ଏନର୍ଜି ମାନେ ଯୋଉଟା ଆମେ ପାଣିକୁ ଛାଡ଼ିଦେଲେ ମାନେ ପାଣି ପିଉଛେ ପାଣିରେ କିଛି ଏନର୍ଜି ମିଳିବନି ମାନେ କ୍ୟାଲୋରି ନାହିଁ। ତ ସେଥିପାଇଁ ହଁ ଖାଦ୍ୟ ଖାଇଲେ ହିଁ ଆମକୁ ଏନର୍ଜି ମିଳେ ମାନେ କ୍ୟାଲୋରିସ୍ ମିଳେ ହେଲା କୌଣସି ପ୍ରକାର ଖାଇବା ବି ଯଦି ଆମେ ଖାଉଛେ। ତ କାଲକୁଲେସନ ଏମିତିଆ ଯଦି ଆମେ 8000 କ୍ୟାଲୋରି ଆମେ ଖାଉଛେ ହେଲା ବୁଝିପାରିଲ ଗୋଟାଏ ଦିନରେ ଯେତେବେଳେ ଗୋଟାଏ ଦିନ ହଉ 2 ଦିନ ହଉ ଆମେ 8000 କ୍ୟାଲୋରି ଏକ୍ସଟ୍ରା କ୍ୟାଲୋରି ମାନେ ଯେତିକି ଆମ ଦେହ ଖର୍ଚ୍ଚ କରୁଛି ତା ଉପରେ ଆଉ 8000 କ୍ୟାଲୋରି ଯୋଉ ଦିନ ଅଧିକା ହେଇଯାଉଛି ସେଇଦିନ ଆମର 1 କେଜି ଓଜନ ବଢିବ ମାନେ ୱେଟ୍ ବଢେ ଏଟା ସମସ୍ତଙ୍କ ପାଇଁ ମାନେ ଏଟା ଦେହର ସାଇନ୍ସ। ଯଦି ଆମେ ମାନେ 8000 କ୍ୟାଲୋରି ମୁଁ ଖାଇଦେବି ତାହେଲେ ମୋର ୱେଟ୍ 1 କେଜି ଗେନ୍ ହବ। ସେମ୍ ଜିନିଷ ଯଦି ମୁଁ 8000 କ୍ୟାଲୋରି ଖର୍ଚ୍ଚ କରିବି ତାହେଲେ 1 କିଲୋ କମ୍ ହବ ଦିଟାକ ସେମ୍। ତମେ ଆଉଥରେ ପକେଇଲନି? ଏବେ ଧରି ନିଅନ୍ତୁ ତମର ଏଇନା ଅଛି 1300 ସମଥିଙ୍ଗ କେତେ ଅଛି ହଜମ ଶକ୍ତି ମାନେ ଦେହ କ୍ୟାଲୋରି ଖର୍ଚ୍ଚ କରିପାରିବାର ଶକ୍ତିଟା ଆମ ଦେହ ସେତିକି କ୍ୟାଲୋରି ଖର୍ଚ୍ଚ କରିପାରିବ ପ୍ରତିଦିନ ମାନେ ତମ ବଡି ହିସାବରେ। ତ ସେଇଟା ସମସ୍ତଙ୍କର ଅଲଗା ଥାଏ କାହାର 1500 ଥାଏ କାହାର 1800 ଥାଏ ଯାହାର ଯେତେ ସେଟା ଖର୍ଚ୍ଚଟା ଅଧିକା ଥାଏ ତାର ୱେଟ୍ ଟା ଅଧିକା କମେ। ଯାହାର କମ୍ ଥାଏ ତମର ଯେମିତି ଡାଇଜେସନ ବହୁତ ପ୍ରୋବ୍ଲେମ ଥାଏ ତ ସେଠି ଟିକେ କମିବ କେମିତି 1300 କେତେ ହଜମ ଶକ୍ତି ଅଛି ହେଲା ମାନେ ଡେଲି କ୍ୟାଲୋରି ଦେହ 1300 ଖର୍ଚ୍ଚ କରିପାରିବ। ଆଚ୍ଛା ଯଦି ମୁଁ ସକାଳେ ସେକ୍ ପିଇଲି ତାହେଲେ ସେଥିରେ ମୁଁ କେତେ ନେଲି 200 ଏନର୍ଜି ହେଲା। ଯଦି ମୁଁ ରାତିରେ ସେକ୍ ନେଲି ତାହେଲେ 200 ଏନର୍ଜି କେତେ ହେଲା 400। ଦିପହରେ ମିଲ୍ ଖାଇଲ ତାହେଲେ ଯେମିତି ନର୍ମାଲ ଭାତ ଡାଲି ତରକାରୀ ଆମେ ଯାହା ଖାଉଛେ ସେ ପାଖାପାଖି 1000। 1000 ଆମେ ନେଇକି ଚାଲୁ କାହିଁକି ନେଇକି ଚାଲୁ କାହିଁକି ନା ଲୋକ ମାକ୍ସିମମ୍ 3-4ଟା ଆଇଟମ ନେଇକି ଖାଆନ୍ତି ସେ ଭଜା ଭୁଜି ଇଏ ସିଏ ତ ସେ ପାଖାପାଖି 1000 ଗୋଟେ ତ କେତେ ହେଲା 1400 ଏନର୍ଜି ହେଇଗଲା। ମାନେ 2 ବେଳା ସେକ୍ 1 ବେଳା ମିଲ୍ ଭାତ ତ କମେଇ ପାରେ ଆସ କେତେ ଖାଉଛୁ ଯେମିତି କାହ୍ନୁ ସାର୍ କହିଲେ ଆମେ କେତେ ଖାଉଛୁ ସେ ଜାଣିନାହାନ୍ତି ମାନେ ଫଟ ଫଟ କିଛି ଖାଇବା ପିଇବାରେ ପଠଉନ। ତ ଅବିକା କୁହ ମୋ ବଡି ଖର୍ଚ୍ଚ କରୁଛି କେତେ 1400। ତମେ ଖାଇଲ ଦିନ ଯାକ ଭିତରେ ଦିଟା ମାନେ ସେକ୍ ଆଉ ମିଲ୍ ରେ 1400 ତ ବଡିରେ ପ୍ଲସ ମାଇନସ କଣ ହେଲା 0। ଏଥିରେ ୱେଟ୍ କମିବ କି? କମିବ? କଣ ଲାଗୁଛି କୁହ ଏବେ କୁହ। ନାଇଁ। ହଁ ଆଚ୍ଛା ଏବେ ଖାଇବାରୁ ଯଦି କିଛି ଅଧିକା ଖାଦ୍ୟ ଅଛି ତାହେଲେ ଆମେ ମାଇନସ କରିପାରିବା ତ ତା ପାଇଁ ଫାଷ୍ଟ ଆମେ କଣ କରିବା ଖାଇବା ପିଇବାରେ ଫଟୋ ପଠେଇବ। କାହିଁକି ନା ଦେଖ 100 ଗ୍ରାମ ମାନେ ଜଷ୍ଟ ଏତିକି ଯଦି ଆମେ ଭାତ ଖାଉଛେ 100 ଗ୍ରାମ ସେ ଗୋଟେ ବହୁତ ଛୋଟ ତାଟିଆରେ 100 ଗ୍ରାମ ସେଥିରେ ପାଖାପାଖି 375 କ୍ୟାଲୋରିଜ ଥାଏ ମାନେ ଏନର୍ଜି ଥାଏ। ସେଥିପାଇଁ ମୁଁ କହିଲି ଗୋଟେ ଛୋଟ ମିଲ୍ ବି 1000 କ୍ୟାଲୋରି ବରାବର ତ ହଜମ ଶକ୍ତି କମ ଅଛି ତମର। ତ ଫାଷ୍ଟ ହେଲା 2 ଟାଇମ୍ ସେ ଗୋଟେ ଟାଇମ୍ ମିଲ୍ ଖାଇଲେ ବି ଯେତିକି କ୍ୟାଲୋରି ଆମେ ଖାଇଦଉଛେ ସେତିକି ଆମ ଦେହ ଖର୍ଚ୍ଚ କରିଦଉଛି ତା ମାନେ ଏପଟେ ବଢୁନି ୱେଟ୍ ଟା ବଢୁନି କାହିଁ ବଢୁନି କାହିଁକିନା ଯେତିକି ଖାଉଛେ ସେତିକି ଖର୍ଚ୍ଚ ହେଇଯାଉଛି daily। ଏବେ କମିବାର ସିଷ୍ଟମ କେମିତିଆ ଯଦି ଆମେ ଅଧିକା ଖର୍ଚ୍ଚ କରିବା ଖର୍ଚ୍ଚ କେମିତି ଅଧିକା କରିପାରିବା ତା ସିଷ୍ଟମ କଣ ଫାଷ୍ଟ ଆମେ